I'm finally facing it all, fearless. আজি আমি জেএনভিএসটি বা নবোদয় প্রবেশিকা পরীক্ষার গণিত বিষয়ে আজ আমি পড়া। তো সেই গণিত বিষয়ে প্রথমে আমি পড়া গুণনীয়ক, গুণিতক ও সংখ্যার বিভাজ্যতা নিয়ম। তো সেই বিষয়ে আজ আমি ফার্স্ট আমি পড়া আজ গুণনীয়ক। তো গুণনীয়ক কহিলে কোণ না, গুণনীয়ক কহিলে ধরি নিয়ন্তু আমি গোटे সংখ্যা নেবা 6 ହେଲା। তো আমি যে 6 সংখ্যা নিছু তাহাকু কিଏ କିଏ হরণ କରିପାରିବେ, কেউ সংখ্যা 6 কু হরণ କରିପାରିବେ? দেখন্তু 1 6 কু হরণ କରିପାରିବ, 2 ମଧ୍ୟ 6 কু হরণ କରିପାରିବ, 3 ମଧ୍ୟ 6 কু হরণ କରିପାରିବ এবং 6 নিজে 6 কু হরণ କରିପାରିବ। তো এই যে সংখ্যা ହେଲା ইয়াকু আমি গুণনীয়ক কহিথাଉ। କ'ଣ কহিଥାଉ না গুণনীয়ক কহিଥାଉ। মানে দেখন্তু 1 ର ପଣିକିଆରେ ମା 1 ର ଟେବୁଲରେ 6 ଅଛି, 1 ଗୁଣନ 6 କଲେ ଆମେ 6 ପାଇବା। କିମ୍ବା 2 ର ପଣିକିଆରେ 6 ଅଛି, 2 ଗୁଣନ 3 କଲେ ଆମେ 6 ପାଇବା। ଏବଂ ଦେଖନ୍ତୁ 3 ର ପଣିକିଆରେ ଅଛି 3 ଦୁଣେ 6, ତ 3 ର ପଣିକିଆରେ ମଧ୍ୟ କ'ଣ ଅଛି 6 ଅଛି। ଏବଂ 6 ର ପଣିକିଆରେ 6 କେ 6, 6 ଗୁଣନ 1 କ'ଣ 6। ମାନେ ଏହି ସବୁ ସଂଖ୍ୟାର ଟେବୁଲରେ বা এই ସବୁ ସଂଖ୍ୟାର ପଣିକିଆରେ 6 ଅଛି। ତ ଯେଉଁ ନମ୍ବର ମାନଙ୍କର ପଣିକିଆରେ বা ଟେବୁଲରେ 6 ଅଛି ସେମାନେ ହେଇଯିବେ 6ର ଗୁଣନୀୟକ। ତ ଏସବୁ ହେଇଗଲା 1 2 3 6 ଏସବୁ ହେଇଗଲେ 6ର ଗୁଣନୀୟକ। ତ ଆପଣମାନେ ବୁଝିଲେ ଗୁଣନୀୟକ କହିଲେ କ'ଣ। ଆଉ ଗୋଟେ ଜିନିଷ ଦେଖନ୍ତୁ, ଏବେ ଆମେ ବାହାର କରିବା 5ର ଗୁଣନୀୟକ। 5ର ଗୁଣନୀୟକ ତ 5 କେଉଁ କେଉଁ ସଂଖ୍ୟାମାନଙ୍କର ଟେବୁଲରେ ବା କେଉଁ କେଉଁ ସଂଖ୍ୟାମାନଙ୍କର ପଣିକିଆରେ ଅଛି। ଦେଖନ୍ତୁ 1ର ପଣିକିଆରେ ଅଛି 1 5 5, 1 ଗୁଣନ 5 କଲେ ଆମେ କ'ଣ 5 ପାଇବା। ତ 1 ହେଉଛି 5ର ଏକ ଗୁଣନୀୟକ। ଆଉ କ'ଣ ଅଛି 2ର ଟେବୁଲରେ ଅଛି 2 ଖଣ୍ଡାରେ ଅଛି 5, 2 ଖଣ୍ଡାରେ 5 ନାହିଁ, ତ 2 5ର ଗୁଣନୀୟକ ହେବ ନାହିଁ। 3 ହେବ, 3 ମଧ୍ୟ ହେବ ନାହିଁ। କାହିଁକି 3 ଗୁଣନ 2 3 ଦୁଣେ 6 ଅଛି, 3ର ଖଣ୍ଡାରେ ବା 3 ଟେବୁଲରେ 3ର ପଣିକିଆରେ 5 ନାହିଁ, ତ 3 ହେବ ନାହିଁ। ତ 5ର ଗୁଣନୀୟକ ହେଇଯିବେ 1 ଓ 5। 5ର ଟେବୁଲରେ 5 ଅଛି, 5 ଗୁଣନ 1 କ'ଣ 5। ତ 5ର ଟେବୁଲରେ 5 ଅଛି ଏବଂ 1ର ଟେବୁଲରେ 5 ଅଛି। 5 ଖଣ୍ଡାରେ 5 ଅଛି ଏବଂ 1 ଖଣ୍ଡାରେ 5 ଅଛି, ଆଉ କୌଣସି ଖଣ୍ଡାରେ 5 ନାହିଁ। ମାନେ ଏ ଦୁଇଟା ହେଇଯିବେ 5ର ଗୁଣନୀୟକ। ତ ଏଥିରୁ ଆମେ କ'ଣ ଜାଣିଲା ଯେ ଯେଉଁ ଯେଉଁ ସଂଖ୍ୟା ଗୋଟିଏ ସଂଖ୍ୟାକୁ ହରଣ କରିପାରିବେ, ଦେଖନ୍ତୁ ଏ ଦୁଇ ସଂଖ୍ୟା 5କୁ ହରଣ କରିପାରିବେ କିମ୍ବା ଏ ଦୁଇ ସଂଖ୍ୟାର ଟେବୁଲରେ ପଣିକିଆରେ ଏ ସଂଖ୍ୟାଟି ଅଛି। 1ର ପଣିକିଆରେ 5 ଅଛି ଏବଂ 5ର ପଣିକିଆରେ 5 ଅଛି। ତ ଏ ଦୁଇ ଜଣ ହେଇଯିବେ 5ର ଗୁଣନୀୟକ। କ'ଣ ହେଇଯିବେ 5ର ଗୁଣନୀୟକ। ଏବଂ ଏଥିରେ ଗୋଟେ ଜିନିଷ ହେଉଛି ଯେ 1 ସମସ୍ତଙ୍କର ଗୁଣନୀୟକ। ଦେଖୁ ଏ ଜାଗାରେ 5ର ଗୁଣନୀୟକ ବି 1, 6ର ଗୁଣନୀୟକ ବି 1। ତ 1 ହେଉଛି ସମସ୍ତ ସଂଖ୍ୟାର ଗୁଣନୀୟକ ହେଲା। ଆଉ 1 ହେଉଛି କ'ଣ ଛୋଟ ଗୁଣନୀୟକ। ଏଇଟା ହେଉଛି ଛୋଟ, ମାନେ ସବୁ ସଂଖ୍ୟାର ଏକ ସାଧାରଣ ଗୁଣନୀୟକ ଥାଏ, ତାକୁ ଆମେ 1 ବୋଲି କହିଥାଉ। 1 ହେଉଛି ସବୁ ସଂଖ୍ୟାର ଗୁଣନୀୟକ। ମାନେ 5ର ବି ଗୁଣନୀୟକ 1, 6ର ବି ଗୁଣନୀୟକ 1, 7ର ଯଦି ଆମେ ବାହାର କରିବା 7ର ଗୁଣନୀୟକ ବି ମଧ୍ୟ 1 ହେବ ହେଲା। ଆଉ ଗୋଟେ ସଂଖ୍ୟା କ'ଣ, ଆଉ ହେଉଛି
ସଂଖ୍ୟାଟି ସଂଖ୍ୟାଟି ନିଜେ ନିଜର ଗୁଣନୀୟକ। ଦେଖନ୍ତୁ 5 ନିଜର ବି ଗୁଣନୀୟକ, 5 ନିଜର ବି ଗୁଣନୀୟକ, ମାନେ ଯେଉଁ ଗୋଟେ ସଂଖ୍ୟା ନିଜର ବି ଗୁଣନୀୟକ ହୋଇଥାଏ ଏବଂ 1 ସମସ୍ତଙ୍କର ଗୁଣନୀୟକ ହୋଇଥାଏ। ତ ଗୁଣନୀୟକ କହିଲେ କ'ଣ ନା 6 କୁ ଯେଉଁ ସଂଖ୍ୟା ହରଣ କରିପାରିବେ ସେଇଟା ହେଉଛନ୍ତି 6ର ଗୁଣନୀୟକ, 5କୁ ଯେଉଁ ସଂଖ୍ୟା ହରଣ କରିପାରିବେ ସେଇଟା ହେଉଛି 5ର ଗୁଣନୀୟକ ହେଲା। କିମ୍ବା ଆମେ କହିପାରିବା ଯେ ଯେଉଁ ଯେଉଁ ସଂଖ୍ୟାର ପଣିକିଆରେ 6 ଅଛି ସେଇମାନେ ହେଇଯିବେ 6ର ଗୁଣନୀୟକ। ଆଉ 5ର ଗୁଣନୀୟକ ମାନେ କେଉଁଟା ହେବେ ନା ଯେଉଁ ସଂଖ୍ୟାର ଖଣ୍ଡାରେ ପଣିକିଆ ଖଣ୍ଡାରେ 5 ଅଛି, এই দুই সংখ্যার পণিকা খন্দারে 5 ଅଛି, মানে এই দুইটা ହେଇଯିବେ 5ର ଗୁଣନୀୟକ। ତ ଆଶା କରୁଛି ଆପଣମାନେ ବୁଝି ସାରିଥିବେ ଯେ ଗୁଣନୀୟକ କହିଲେ କ'ଣ। ଏବେ ଆମେ ପଢ଼ିବା ମୌଳିକ ସଂଖ୍ୟା। ତ ମୌଳିକ ସଂଖ୍ୟା କହିଲେ କ'ଣ, ଏଠି ଲେଖା ହେଇଛି ଯେଉଁ ସଂଖ୍ୟାର କେବଳ 2ଟି ଗୁଣନୀୟକ ଥାଏ ଏବଂ ସେମାନଙ୍କର ମଧ୍ୟରୁ ଗୋଟିଏ 1 ଓ ଅନ୍ୟଟି ସେହି ସଂଖ୍ୟା ହୋଇଥାଏ ତାହାକୁ ଏକ ମୌଳିକ ସଂଖ୍ୟା କୁହାଯାଏ। ତାର ଅର୍ଥ କ'ଣ ଦେଖନ୍ତୁ, 2 ଗୋଟିଏ ସଂଖ୍ୟା ହେଲା, 2ଟା କାହା କାହାର ପଣିକିଆ ଖନ୍ଦାରେ ଅଛି, କାହା କାହା ଟେବୁଲରେ ଅଛି। ଦେଖନ୍ତୁ 2 1ର ଟେବୁଲରେ ଅଛି ଏବଂ 2 ନିଜେ 2ର ଟେବୁଲରେ ଅଛି ହେଲା। 2ଟା 1ର ଟେବୁଲରେ ଅଛି ଆଉ 2ର ଟେବୁଲରେ ଅଛି। ତ ଏ 2ଟା ହେଇଯିବେ 2ର ଗୁଣନୀୟକ। ମୁଁ ଗୁଣନୀୟକ କହିଲେ କ'ଣ ଆପଣଙ୍କୁ କହିଥିଲି, ଏଇଟା ହେଉଛି ଗୁଣନୀୟକ, ଏଇଟା ହେଇଯିବ ଗୁଣନୀୟକ 1 ଆଉ 2। ତ ଯାହାର କେବଳ 2ଟି ମାତ୍ର ଗୁଣନୀୟକ ଥାଏ ତାହାକୁ ଆମେ ମୌଳିକ ସଂଖ୍ୟା କହିଥାଉ। ଏ ଜାଗାରେ 2ର କେବଳ 2ଟି ଗୁଣନୀୟକ ଅଛି, ସେଥିପାଇଁ 2 ଏକ ମୌଳିକ ସଂଖ୍ୟା। ଆଉ ଯେଉଁ 2ଟି ଗୁଣନୀୟକ ଅଛି ସେଥିରେ 1 ଏବଂ ନିଜେ 1 ଥିବ, ଆଉ କ'ଣ ଦେଖନ୍ତୁ 2 ନିଜେ ଅଛି, 2ର ଗୁଣନୀୟକ 2, ମାନେ 2 ନିଜେ ନିଜର ଗୁଣନୀୟକ ଅଛି ଏବଂ 1 ଅଛି ହେଲା। ଏଇଟା ହେଇଯିବ 2 ଏକ ହେଇବ ମୌଳିକ ସଂଖ୍ୟା। ଆଉ ଗୋଟେ ଉଦାହରଣ ନେବା 3। ଦେଖନ୍ତୁ 3 କାହା କାହାର ଟେବୁଲରେ ଅଛି, କାହା କାହାର ପଣିକିଆ ଖନ୍ଦାରେ ଅଛି। 1ର ଟେବୁଲରେ ଅଛି, 1 3 3 ମାନେ 1ର ପଣିକିଆ ଖନ୍ଦାରେ ଅଛି ଏବଂ 3ର ପଣିକିଆ ଖନ୍ଦାରେ ଅଛି। ଦେଖନ୍ତୁ ଏଇ ଜାଗାରେ 1 ଅଛି ଏବଂ 3 ନିଜେ ଅଛି। ତ 3ର 2ଟି ଗୁଣନୀୟକ, 3ର ଯେହେତୁ 2ଟି ଗୁଣନୀୟକ, 3 ହେଉଛି ଏକ ମୌଳିକ ସଂଖ୍ୟା। ତ ଯେଉଁ ଯେଉଁ ସଂଖ୍ୟାମାନଙ୍କର କେବଳ 2ଟି ଗୁଣନୀୟକ ଥାଏ ତାହାକୁ ଆମେ ମୌଳିକ ସଂଖ୍ୟା କହିଥାଉ। ଆଉ ସେଇ 2ଟି ଯେଉଁ ଗୁଣନୀୟକ ଥାଏ ସେଥିରେ 1 ଏବଂ ସେହି ସଂଖ୍ୟା ନିଜେ ଥାଏ। ଦେଖନ୍ତୁ ଏ ଜାଗାରେ 1 ଅଛି ଏବଂ ସେହି ସଂଖ୍ୟା ନିଜେ ଏ ଜାଗାରେ ଅଛି। ତ 2ଟି ଯେହେତୁ ଗୁଣନୀୟକ ଅଛି ସେଥିପାଇଁ 3 ଏକ ମୌଳିକ ସଂଖ୍ୟା। ସେହିପରି ଆଉ ଉଦାହରଣ ଦିଆଯାଇଛି 2 3 5 7 11 13 17 19, ଏସବୁ ହେଉଛନ୍ତି ମୌଳିକ ସଂଖ୍ୟା। କ'ଣ ମୌଳିକ ସଂଖ୍ୟା, ଏସବୁ ମୌଳିକ ସଂଖ୍ୟାର ଉଦାହରଣ ହେଲା। 5 ବି ଦେଖ, 5 ବି 1ର ପଣିକିଆ ଖନ୍ଦାରେ ଅଛି 5 ଏବଂ 5ର ପଣିକିଆ ଖନ୍ଦାରେ 5 ଅଛି, ଆଉ କୌଣସି ନମ୍ବରର ପଣିକିଆ ଖନ୍ଦାରେ 5 ନାହିଁ, ସେଥିପାଇଁ 5 ମଧ୍ୟ ଏକ ମୌଳିକ ସଂଖ୍ୟା। କିନ୍ତୁ 1 ମୌଳିକ ସଂଖ୍ୟା ନୁହେଁ, 1 ମୌଳିକ ସଂଖ୍ୟା ନୁହେଁ, 1 ଗୋଟିଏ ମୌଳିକ ସଂଖ୍ୟା ନୁହେଁ। କାହିଁକି ନା 1 ଖାଲି 1ର ପଣିକିଆ ଖନ୍ଦାରେ ଅଛି ହେଲା। କିନ୍ତୁ ମୁଁ କହିଛି ଯେ 2ଟି ସଂଖ୍ୟାର ପଣିକିଆ ଖନ୍ଦାରେ ଥିବା କଥା, କିନ୍ତୁ 1 ଖାଲି 1ର ପଣିକିଆ ଖନ୍ଦାରେ ଅଛି, ସେଥିପାଇଁ 1 ମୌଳିକ ସଂଖ୍ୟା ନୁହେଁ, 1 ହେଉଛି ମୌଳିକ ସଂଖ୍ୟା ନୁହେଁ ହେଲା। ତ ସବୁଠାରୁ ଛୋଟ ମୌଳିକ ସଂଖ୍ୟା ହେଉଛି 2, ଆଉ ବଡ଼ ମୌଳିକ ସଂଖ୍ୟା ଅସଂଖ୍ୟ ହେଇପାରେ, ତାର କୌଣସି ସୀମା ନାହିଁ। ଓକେ, ତ ଏଇଟା ହେଇଗଲା ମୌଳିକ ସଂଖ୍ୟା। ଏବେ ଆମେ ପଢ଼ିବା ଯୌଗିକ ସଂଖ୍ୟା। ତ ଯୌଗିକ ସଂଖ୍ୟା କହିଲେ କ'ଣ ଏବେ ଆମେ ପଢ଼ିବା। ଆଗରୁ ଆମେ ପଢ଼ିଥିଲା ମୌଳିକ ସଂଖ୍ୟା, ଏବେ ଆମେ ପଢ଼ିବା ଯୌଗିକ ସଂଖ୍ୟା। ତ ଦେଖନ୍ତୁ ଆମେ ଯଦି ଉଦାହରଣ ନେବା 4 ନେବା ହେଲା। ତ 4 କାହା କାହାର ପଣିକିଆ ଖନ୍ଦାରେ 4 ଅଛି,
ଦେଖନ୍ତୁ ଏକର ପରୀକ୍ଷା ଖନ୍ଦାରେ 4 ଅଛି। 1 ଚଉ 4 ମାନେ ଏକର ପରୀକ୍ଷା ଖନ୍ଦାରେ 4 ଅଛି। ଆଉ କାର ପରୀକ୍ଷା ଖନ୍ଦାରେ 4 ଅଛି? 2। ଦେଖନ୍ତୁ 2 ଦୁଣେ 4 ମାନେ 2 ର ପରୀକ୍ଷା ଖନ୍ଦାରେ 4 ଅଛି। ଆଉ କାର ପରୀକ୍ଷା ଖନ୍ଦାରେ 4 ଅଛି? 4। 4 ର ପରୀକ୍ଷା ଖନ୍ଦାରେ ନିଜେ 4 ଅଛି। 4 କେ 4 ମାନେ 4 ହେଉଛି ହଁ এই ସବୁ ସଂଖ୍ୟା ଯେଉଁ ବାହାରିଲା 4ର ଗୁଣନୀୟକ କ'ଣ? ଗୁଣନୀୟକ। ମୁଁ କହିଥିଲି ଗୁଣନୀୟକ କହିଲେ କ'ଣ ନା ଯେଉଁ ସଂଖ୍ୟାର ପରୀକ୍ଷା ଖନ୍ଦାରେ ଏ ସଂଖ୍ୟା ଥିବ ସେ ସଂଖ୍ୟା ମାନେ ହେଇଯିବେ ୟାର ଗୁଣନୀୟକ। ତ 4ର ଗୁଣନୀୟକ 1 2 4 କାହିଁକି ନା 1 2 4ର ପରୀକ୍ଷା ଖନ୍ଦାରେ 4 ଅଛି ହେଲା। ଆଉ ଗୋଟେ ଜିନିଷ କହିଥିଲି ଯାହାର କେବଳ 2ଟି ଗୁଣନୀୟକ ଥିବ ସେଟା ହେଇଯିବ ମୌଳିକ ସଂଖ୍ୟା। କିନ୍ତୁ यार 3टी गुणनक अच्छी माने 2 रु अधिक अच्छी तो जार 2 रु अधिक अधिक गुणनीयक थाए जार 2 रु अधिक गुणनीयक थाए ताको आमे यौगिक संख्या बोली कहि दउ। कोन यौगिक संख्या। आ जार केवल 2टी गुणनीयक थाए ताको आम मौलिक संख्या कही था। तो जेहेतु ये जगह 3टी गुणनीयक अच्छी तो 4 हो 4 हो गोटे 4 गोटे गोटे यौगिक यौगिक संख्या 4 हो गोटे यौगिक संख्या है। आउ यौगिक संख्यार उदाहरण कौन 6 देखो 6 भी गोटे यौगिक संख्या। कहीं 6 गोटे यौगिक संख्या 6 कहाँ परीक्षा खंदार अच्छी देखो 6 1 रो परीक्षा खंदार अच्छी 6 2 रो परीक्षा खंदार अच्छी 6 3 रो परीक्षा खंदार अच्छी 6 6 रो परीक्षा खंदार अच्छी। देखो 106 2 3 6 3 दुणे 6 6 के 6 माने यही सब संख्यार परीक्षा खंदार 6 अच्छी। तो एटा ए माने ही जीवे कोन गुणनीयक कहार 6 रो गुणनीयक हो ये सब संख्या माने 6 रो गुणनीयक हो। तो ये सब संख्या 6 रो गुणनीयक किंतु मु कहितली जे यौगिक संख्या का कहुए ना जार गुणनीयक 2 रु अधिक देखो जगह 4टा गुणनीयक अच्छी माने 2 रु अधिक गुणनीयक अच्छी। तो से 6 एक यौगिक संख्या 6 गोटे कौन यौगिक गोटे यौगिक संख्या 6 गोटे यौगिक संख्या। तो आप बुझी सारी थे यौगिक क्या कहुए मौलिक संख्या हूँ जार 2टी गुणनीयक थाए से मौलिक संख्या। आ से 2 जो मौलिक गुणनीयक थाए से एक एवं से संख्या निजे होता है सेटा हूँ मौलिक संख्या। आ यौगिक संख्या क्या कहुए ना जो संख्या रो 2 रु अधिक गुणनीयक थाए ताको आमे एक यौगिक संख्या बोली आमे कहि दउ। एबे आमे पढ़िबा जमज मौलिक संख्या। देखो मौलिक संख्या मैं आपको बतैली मौलिक संख्या तुमको बतैली एबे आमे पढ़िबा जमज मौलिक संख्या। जो 2टी मौलिक संख्या मध्यरी केवल गोटे मात्र यौगिक संख्या थाई ताको जमज मौलिक संख्या कहुए। तार अर्थ कौन बुझा तो 2टी मौलिक संख्या नवा एटी 3 और 5 नहीं तो 3 गोटे मौलिक संख्या 5 मौलिक संख्या मु कही। तो जो 2टी मौलिक संख्या मध्य केवल गोटे यौगिक संख्या थाए देखु या भितर 4 अच्छी 3 4 5 4 अच्छी। तो 4 गोटे कौन संख्या यौगिक संख्या ये दुईटा 3 और 5 ये दुईटा हूँ मौलिक संख्या यहाँ हूँ यौगिक संख्या। तो 2टी मौलिक संख्या मध्य जदि गोटे मात्र यौगिक संख्या थाए है एबे 3 और 5 हूँ मौलिक संख्या ता भितर 4 गोटे यौगिक संख्या। तो 2टी मौलिक संख्या मध्य जदि गोटे यौगिक संख्या थाए ताहाको जमज मौलिक संख्या कहुए। कौन कहुए जमज मौलिक संख्या। आ गोटे उदाहरण ये दिखाई 5 और 7 देखो 5 एक मौलिक संख्या 7 एक मौलिक संख्या ता भितर गोटे 6 अच्छी। तो 6टा कौन 6 हूँ यौगिक संख्या। तो 2टी मौलिक संख्या मध्य गोटे यौगिक संख्या अच्छी। तो जदि 2टी मौलिक संख्या मध्य गोटे यौगिक संख्या थाए
ତାହାକୁ ଆମେ ଯମଜ ମୌଳିକ କହୁ। କାହାକୁ ଯମଜ ମୌଳିକ କହୁ? ଏଠାରେ 5 ଓ 7 ହେଇଯିବେ ଯମଜ ମୌଳିକ। এই ଜାଗାରେ 3 ଓ 5 ହେଇଯିବେ ଯମଜ ମୌଳିକ। ତ 3 ଓ 5 ଯମଜ ମୌଳିକ କେତେବେଳେ ହେବେ? ଯଦି ତାଙ୍କ ଭିତରେ କେବଳ ଗୋଟିଏ ମାତ୍ର ଯୌଗିକ ସଂଖ୍ୟା। ଦେଖନ୍ତୁ 3 ଓ 5 ମୌଳିକ ସଂଖ୍ୟା, ତା ଭିତରେ ଗୋଟିଏ ଯୌଗିକ ସଂଖ୍ୟା। ତ ଦୁଇଟି ମୌଳିକ ସଂଖ୍ୟା ମଧ୍ୟରେ ଗୋଟିଏ ଯୌଗିକ ସଂଖ୍ୟା। ତ ଦୁଇଟି ମୌଳିକ ସଂଖ୍ୟା ମଧ୍ୟରେ ଯଦି ଗୋଟିଏ ଯୌଗିକ ସଂଖ୍ୟା ଥାଏ, ତେବେ ଦୁଇ ସଂଖ୍ୟାକୁ 3 ଓ 5କୁ ଆମେ ଯମଜ ମୌଳିକ କହିଥାଉ। ଏ ଜାଗାରେ 3 ହେଉଛି ମୌଳିକ ସଂଖ୍ୟା, 7 ହେଉଛି ମୌଳିକ ସଂଖ୍ୟା। ଦୁଇଟି ମୌଳିକ ସଂଖ୍ୟା ମଧ୍ୟରେ ଗୋଟିଏ ଯୌଗିକ ସଂଖ୍ୟା। ତ এই ଦୁଇ ମୌଳିକ ସଂଖ୍ୟା ମଧ୍ୟରେ ଯେହେତୁ ଗୋଟିଏ ଯୌଗିକ ସଂଖ୍ୟା ଅଛି, ସେଥିପାଇଁ 5 ଓ 7 ହେଇଯିବେ ଯମଜ ମୌଳିକ ହେଲା। ତ ବୁଝିଗଲେ ଯମଜ ମୌଳିକ କହିଲେ କ'ଣ? ଏବେ ଆମେ ପଢ଼ିବା ଗୁଣିତକ। ତ ଗୁଣିତକ କାହାକୁ କୁହାଯାଏ? ଆମେ ଆଗରୁ ପଢ଼ିଥିଲା ଗୁଣନୀୟକ, ଏବେ ଆମେ ପଢ଼ିବା ଗୁଣିତକ। ଦେଖନ୍ତୁ 6 ଗୋଟେ ସଂଖ୍ୟା ଆମେ ନେଇଛୁ। ତ 6ର ଗୁଣିତକ କ'ଣ କ'ଣ ହେବେ? ନା 6ର ପଣିକିଆ ଖଣ୍ଡାରେ ଯେଉଁ ଯେଉଁ ସଂଖ୍ୟା ଅଛି ସେଇଟା ହେଇଯିବେ 6ର ଗୁଣିତକ। ତ 6ର ପଣିକିଆ ଖଣ୍ଡାରେ କ'ଣ ଅଛି? 6K 6, 6K 6, 6K 6 ଅଛି। 6 ଦୁणे 12, 6 ତିରି 18, 6 ଚଉ 24, ଏହି ହିସାବରେ ଅଛି ହେଲା। ତ 6ର ପଣିକିଆ ଖଣ୍ଡାରେ ମାନେ 6କୁ ଆମେ ଯଦି 1 ସହିତ ଗୁଣନ କରିବା, 2 ସହିତ ଗୁଣନ କରିବା, 3 ସହିତ ଗୁଣନ କରିବା, ଏମିତି ଗୁଣନ କରି କରି ଯିବା, ଯେଉଁ ଯେଉଁ ସଂଖ୍ୟା ମାନେ ଉତ୍ପନ୍ନ ହେବେ ତାହାକୁ 6ର ଗୁଣିତକ କୁହାଯାଏ। ଏ ଜାଗାରେ କ'ଣ ହେଇଛି? ନା 6କୁ ଆମେ 1 ସହିତ ଗୁଣନ କଲା, 6କୁ ଆମେ 2 ସହିତ ଗୁଣନ କଲା, ତାପରେ 6କୁ ଆମେ 3 ସହିତ ଗୁଣନ କଲା, ତାପରେ 6କୁ ଆମେ 4 ସହିତ ଗୁଣନ କଲା। এই ହିସାବରେ ଆମେ ଏମିତି ଗୁଣନ କରି କରି ଯିବା। ତ ଯେଉଁ ଯେଉଁ ସଂଖ୍ୟା ମାନେ ବାହାରିବେ ତାହାକୁ ଆମେ 6ର ଗୁଣିତକ ବୋଲି ଆମେ କହିବା ହେଲା। ତ ଗୁଣିତକ କହିଲେ କ'ଣ? 6ର ଯେତେ 6ରେ ଆମେ ଯେତେବେଳେ 1 2 3 4 5 6 ଏମିତି ଗୁଣନ କରି କରି ଯିବା, ଯେଉଁ ଯେଉଁ ସଂଖ୍ୟା ମାନେ ଉତ୍ପନ୍ନ ହେବେ ତାହାକୁ 6ର ଗୁଣିତକ ବୋଲି କୁହାଯାଏ। ଦେଖନ୍ତୁ 6ର ପଣିକିଆ ଖଣ୍ଡାରେ କ'ଣ ଅଛି? 6K 6, 6 ଦୁणे 12, 6 ତିରି 18, 6 ଚଉ 24। ତ ଏହିସବୁ ସଂଖ୍ୟା ମାନେ ଯେଉଁ ଆସିବେ ଏଇଟା ହେଇଯିବେ 6ର ଗୁଣିତକ। ତ ଗୁଣିତକ କହିଲେ ବୁଝିଲେ। ତ 2ର ଗୁଣିତକ କ'ଣ ହେବେ? 2ର ଗୁଣିତକ 2ର ପଣିକିଆ ଖଣ୍ଡାରେ କ'ଣ ଅଛି? 2K 2, 2 ଦୁणे 4, 2 ତିରି 6, 2 ଚଉ 8, 2 ପଞ୍ଚା 10, 2 12, 2 ସତା 14, 2 ଅଷ୍ଟା 16, 2 ନୂଆ 18, 2 ଦଶା 20। ତ এইটা ହେଇଯିବେ 2ର ଗୁଣିତକ। ଆଗକୁ ହେଇପାରିବ କି ନାହିଁ? ହେଇପାରିବ। ଦେଖନ୍ତୁ 11 ଗୁଣନ 2 ଯଦି କରିବା, 11 ଦୁणे 22, ତାର 12 ଗୁଣନ 2 କଲେ 12 ଦୁणे 24। ତ 2ରେ ଆମେ ତାପରେ 13 ଗୁଣ କଲେ 13 ଦୁणे 26। ଓକେ। ତ এই ହିସାବରେ ଏଇଟା ଚାଲିବ ହେଲା। ତ 2କୁ ଆମେ ଯଦି 1 2 1 ସହିତ ଗୁଣନ କଲେ 2 ହେଲା, 2କୁ 2 ସହିତ ଗୁଣନ କଲେ 4 ହେଲା, ଏମିତି ଏମିତି ଆମେ ଗୁଣନ କରି କରି ଯିବା। ତ ଯେଉଁ ଯେଉଁ ସଂଖ୍ୟା ମାନେ ଉତ୍ପନ୍ନ ହେବେ ତାହାକୁ ଆମେ କହିବା 2ର ଗୁଣିତକ। ଏହାକୁ କହିବା ଆମେ 2ର ଗୁଣିତକ। ଗୁଣିତକ এইটা ହେଇଯିବେ 6ର ଗୁଣିତକ ହେଲା। ଖାଲି 20 ପର୍ଯ୍ୟନ୍ତ ନୁହେଁ, ମ୍ୟାକ୍ସିମମ୍ ଛୁଆ କ'ଣ କରନ୍ତି ନା 2 ଦଶା 20, ମାନେ 20 ହେଉଛି 2ର ଗୁଣିତକ। ଆଉ ଆଗକୁ ହେଇପାରିବ ନାହିଁ, ନାଇଁ ଆଗକୁ ମଧ୍ୟ ହେଇପାରିବ। ଯଦି ଆମେ 2ରେ 11 ଗୁଣ କରିବା 22 ହେବ, 2ରେ ଯଦି 12 ଗୁଣ କରିବା 24 ହେବ, 2ରେ ଯଦି ଆମେ 13 ଗୁଣ କରିବା 26 ହେବ, ସେହିପରି 2ରେ ଯଦି ଆମେ 14 ଗୁଣ କରିବା କେତେ ହେବ? 28 ହେବ। ତ 28 ବି 2ର ଗୁଣିତକ। ତ 2କୁ ଆମେ 1 2 3 4 5 6 ଯେକୌଣସି ସଂଖ୍ୟା ସହିତ ଆମେ ଗୁଣନ କରିଯିବା, ଯେଉଁ ଯେଉଁ ସଂଖ୍ୟା ଉତ୍ପନ୍ନ ହେବେ ସେଇଟା ହେଇଯିବେ 2ର ଗୁଣିତକ। ତ 6ର ଗୁଣିତକ କ'ଣ ହେବେ? ନା 6 ସହିତ ଆମେ 1 ଗୁଣନ କରିବା, 6K 6, 6 ସହିତ 2 ଗୁଣନ କଲେ 6 ଦୁणे 12, ଏମିତି 6 ସହିତ ଯଦି ଆମେ ଯେକୌଣସି ସଂଖ୍ୟା ଯୋଗ କରିବା, ଯେଉଁ ସଂଖ୍ୟା ଉତ୍ପନ୍ନ ହେବ ସେଇଟା ହେଇଯିବ 6ର ଗୁଣିତକ। ଆଉ ଗୁଣନୀୟକ କହିଲେ କ'ଣ? ମୁଁ କହିଥିଲି ଗୁଣନୀୟକ ନା 2କୁ ଯିଏ ହରଣ କରିପାରିବେ ହେଲା, 2 ଯାହାକୁ ହରଣ କରିପାରିବ ସେଇଟା ହେଉଛି 2ର ଗୁଣିତକ। ଆଉ ଯେଉଁ ସଂଖ୍ୟା 2କୁ ହରଣ କରିବ, 2କୁ କିଏ କିଏ ହରଣ କରିବେ?
এক হরণ করব 2 গুণ 1 র পঞ্চা খন্ডাରେ 2 ଅଛି 2 ର পঞ্চা খন্ডাରେ 2 ଅଛି ତ 1 ଆଉ 2 ହେଇଯିବେ 2 ର ଗୁଣନୀୟକ ତ ଯେଉଁ ସଂଖ୍ୟା 2 କୁ ହରଣ କରିପାରିବେ ସେଇଟା ହେଇଯିବେ 2 ର ଗୁଣନୀୟକ ଆଉ 2 ଯାହାକୁ ହରଣ କରିପାରିବ ସେଇଟା ହେଇଯିବେ 2 ର ଗୁଣିତକ ତ କନକ୍ଲୁଜନ ହେଉଛି 2 କୁ ଯିଏ ହରଣ କରିପାରିବେ ସେ ହେଉଛି 2 ର ଗୁଣନୀୟକ ଏବଂ 2 ଯାହାକୁ ହରଣ କରିପାରିବ ସେଇଟା ହେଉଛି 2 ର ଗୁଣିତକ। ଏହା ସହିତ ଆମର ଗୁଣନୀୟକ ଗୁଣିତକ ସବୁ ସରିଲା। ନେକ୍ସଟ ଆମେ ପଢ଼ିବା ସଂଖ୍ୟାର ବିଭାଜ୍ୟତା ନିୟମ। ଏବେ ଆମେ ପଢ଼ିବା ବିଭାଜ୍ୟତା ନିୟମ। ତ ବିଭାଜ୍ୟତା ନିୟମରେ ଫାର୍ଷ୍ଟ ଆମେ କ'ଣ ପଢ଼ିବା? ଫାର୍ଷ୍ଟ ଆମେ ପଢ଼ିବା 2 ର ବିଭାଜ୍ୟତା ନିୟମ। 2 ର ଦ୍ୱାରା ବିଭାଜ୍ୟତା ମାନେ 2 ଦ୍ୱାରା କେଉଁ ସଂଖ୍ୟା ବିଭାଜ୍ୟ ହୁଏ? ଦେଖନ୍ତୁ 2 ଦ୍ୱାରା ବିଭାଜ୍ୟତାର ନିୟମ ହେଉଛି ଯାହାର ଏକକ ସ୍ଥାନରେ ଯାହାର ଏକକ ସ୍ଥାନରେ 0, 2, 4, 6, 8 ଥାଏ ତାହା 2 ଦ୍ୱାରା ବିଭାଜ୍ୟ। ଯେଉଁ ସଂଖ୍ୟାର ଏକକ ସ୍ଥାନରେ 2, 0, 2, 4, 6, 8 ଥାଏ ତାହା 2 ଦ୍ୱାରା ବିଭାଜ୍ୟ। ଆମେ ଗୋଟେ ଉଦାହରଣ ନେବା। ଦେଖନ୍ତୁ ଗୋଟିଏ ସଂଖ୍ୟା ଅଛି 24। ଆମେ କେମିତି ଜାଣିବା ଯେ 24 2 ଦ୍ୱାରା ବିଭାଜ୍ୟ? ଦେଖନ୍ତୁ ଏକକ ସ୍ଥାନରେ 4 ଅଛି ମାନେ ମୁଁ କହିଥିଲି ଯେ ଏକକ ସ୍ଥାନରେ ଯଦି 0, 2, 4, 6, 8 ଯଦି ଥିବ ତ ସଂଖ୍ୟାଟି 2 ଦ୍ୱାରା ବିଭାଜ୍ୟ ହେବ। ଆଉ ଗୋଟେ ସଂଖ୍ୟା ଆମେ ନେବା 30। ଦେଖନ୍ତୁ 30 ଯେଉଁ ସଂଖ୍ୟାଟି ଏକକ ସ୍ଥାନରେ 0 ଅଛି, ଯେହେତୁ ଏକକ ସ୍ଥାନରେ 0 ଅଛି 30ଟି 2 ଦ୍ୱାରା ବିଭାଜ୍ୟ। ଆମେ ଗୋଟେ ସଂଖ୍ୟା ନେବା 35। ଦେଖନ୍ତୁ ଏକକ ସ୍ଥାନରେ 5 ଅଛି କିନ୍ତୁ ମୁଁ କହିଥିଲି କେବଳ 0, 2, 4, 6, 8 ଯଦି ଥିବ ତାହା ଏକକ ସ୍ଥାନରେ ଯଦି ଥିବ ତ ତାହା 2 ଦ୍ୱାରା ବିଭାଜ୍ୟ। କିନ୍ତୁ ଯେହେତୁ এই ଜାଗାରେ ଏକକ ସ୍ଥାନରେ 5 ଅଛି ତେଣୁ 35 2 ଦ୍ୱାରା ବିଭାଜ୍ୟ ହେବ ନାହିଁ। 2 ଦ୍ୱାରା ବିଭାଜ୍ୟ ହେବ ନାହିଁ କାହିଁକି ନା ଏକକ ସ୍ଥାନରେ 5 ଅଛି। ଏକକ ସ୍ଥାନ କ'ଣ କ'ଣ ରହିବା କଥା? 0, 2, 4, 6 କିମ୍ବା 8 ରହିବା ଦରକାର ତ ତାହା 2 ଦ୍ୱାରା ବିଭାଜ୍ୟ ହେବ। ଆଉ ଗୋଟେ ସଂଖ୍ୟା ନେବା 46 46 ଯଦି ନେବା ଦେଖନ୍ତୁ ଏକକ ସ୍ଥାନରେ 6 ଅଛି। ମୁଁ କହିଥିଲି ଯେ ଏକକ ସ୍ଥାନରେ ଯଦି 6 ଥିବ 8, 4, 2, 0 ଥିବ 2 ଦ୍ୱାରା ବିଭାଜ୍ୟ। ତ ଯେହେତୁ ଏକକ ସ୍ଥାନରେ 6 ଅଛି ସଂଖ୍ୟାଟି 2 ଦ୍ୱାରା ବିଭାଜ୍ୟ ହେବ। ତ ଏହିପରି ଭାବରେ ଯାହାର ଏକକ ସ୍ଥାନରେ 0, 2, 4, 6 କିମ୍ବା 8 ଥାଏ ତାହା 2 ଦ୍ୱାରା ବିଭାଜ୍ୟ ହେବ। ନେକ୍ସଟ ଆମେ ପଢ଼ିବା 3 ଦ୍ୱାରା ବିଭାଜ୍ୟତା ନିୟମ। 3 ଦ୍ୱାରା ବିଭାଜ୍ୟତା ନିୟମ କ'ଣ ନା ସଂଖ୍ୟାମାନଙ୍କର ଯୋଗଫଳ ଅଙ୍କମାନଙ୍କର ଯୋଗଫଳ ଯଦି 3 ଦ୍ୱାରା ବିଭାଜ୍ୟ ତେବେ ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ। ତାର ଅର୍ଥ କ'ଣ ନା ଏ ଜାଗାରେ ଗୋଟେ ସଂଖ୍ୟା ଦେଇଛି ହେଲା। ଏହାର ଅଙ୍କମାନେ କ'ଣ କ'ଣ? ଏ ଜାଗାରେ ଅଙ୍କମାନେ ହେଉଛନ୍ତି 1, 0, 1, 4। ତ ଏ ଯେଉଁ ସଂଖ୍ୟା ଅଛି 1014 ତାର ଅଙ୍କମାନେ ହେଉଛନ୍ତି 1, 0, 1, 4। ଆମେ କ'ଣ କରିବା ନା ଅଙ୍କମାନଙ୍କୁ ଯୋଗ କରିବା। ଅଙ୍କମାନଙ୍କୁ ଯୋଗ କଲେ ଯେଉଁ ସଂଖ୍ୟା ଉତ୍ପନ୍ନ ହେବ ଦେଖନ୍ତୁ କେତେ ହେବ 4 + 1 5 + 1 6। ତ ଯେଉଁ ସଂଖ୍ୟା ଉତ୍ପନ୍ନ ହେଲା ଏହି ସଂଖ୍ୟା ଯଦି 3 ଦ୍ୱାରା ବିଭାଜ୍ୟ ଯଦି 3ର ପଣିକିଆରେ ଅଛି ତ ଏହି ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ ହେବ। ଆଉ ଥରେ ଦେଖନ୍ତୁ
आ गोटे उदाहरण आम ना 2 4 2 8 2 यही संख्यार अंक मान जोग करवा 2 जुग 4 जुग 2 जुग 8 जुग 2 यही संख्या मान जोग कर जो संख्या हे ताहा जदि 3 द्वारा विभाज्य ताहले यही संख्याटी 3 द्वारा विभाज्य। तो ये सब को जोग करवा केते हेबो 8 2 10 10 2 12 12 2 14 14 4 18 देखंतु 18टी 3 द्वारा विभाज्य जेहेतु 18टी 3 द्वारा विभाज्य से यही संख्याटी 3 द्वारा विभाज्य। तो 3 द्वारा विभाज्यतार नियम होची अंक मान जोग करवा यही सब अंक मान जोग करवा और जो संख्या उत्पन्न हेबो जदि सही संख्या 3 द्वारा विभाज्य बा 3 पणिका खंडारे जदि सही संख्याटी अच्छी ताहेले संख्याटी यही संख्याटी 3 द्वारा विभाज्य हेबो। ए जगह यही अंक मानकर समष्टि 6 बाहला जहाँकि 3 द्वारा विभाज्य बा 3 पणिका खंडारे 6 अच्छी से यही संख्याटी 3 द्वारा विभाज्य। तो आशा करुँची आप बुझीपारे। नेक्स्ट आम पढ़ा 4 द्वारा विभाज्यता नियम। 4 द्वारा विभाज्यता नियम आम गोटे संख्या नेबा धरी नियंतु 1 0 2 4 तो यही संख्याटी 4 द्वारा विभाज्य कि नहीं आम केमती जाना 4 द्वारा विभाज्यतार नियम होची आम लास्ट दुईटी संख्या को देखा जो लास्ट दुईटी संख्या 4 द्वारा विभाज्य बा 4 पणिका खंडारे जदि लास्ट 2 संख्या अच्छी तो आम कहवा जे संख्याटी 4 द्वारा विभाज्य। देखो 24 4 द्वारा विभाज्य 24 को आम 4 200 हरण करवा 6 24 माने 424 माने 4 खंडारे 4 पणिका खंडारे 24 अच्छी माने 24टा 4 द्वारा विभाज्य जेहेतु 24टा 4 द्वारा विभाज्य से यही संख्याटी 4 द्वारा विभाज्य। आ गोटे संख्या नवा 2 4 2 4 4 आम ये गोटे संख्याटी नेला तो यार लास्ट दुईटी संख्या कौन 4 4 4 44 अच्छी लास्ट दुईटी संख्या कौन अच्छी 44 अच्छी आम देखा जे लास्ट दुईटी संख्या जो 44 अच्छी सेटा 4 द्वारा विभाज्य हो कि नहीं आम 44 को 4 सहित हरण करवा 4 के 4 4 के 4 माने 4 द्वारा विभाज्य होगला मान जेहेतु 4 द्वारा विभाज्य हेबो से यही संख्याटी आम कहीपर जे यही संख्याटी 4 द्वारा विभाज्य। तो 4 विभाज्यता नियम होची जदि लास्ट दुईटी संख्या जदि 4 द्वारा विभाज्य ताहले संख्याटी 4 द्वारा विभाज्य। आम देखा जे लास्ट दुईटी संख्या को आम जदि 4 सहित हरण करवा जदि भागशेष 0 आसला 24 को देखो 4 सहित हरण करला भागशेष 0 आसला 44 को एमती 4 सहित हरण करवा भागशेष जदि 0 आसला माने यही संख्याटी 4 द्वारा विभाज्य जेहेतु यही दुईटी संख्या 4 द्वारा विभाज्य ताहले ये टोटाल संख्याटी हो 4 द्वारा विभाज्य। तो 4 विभाज्यता नियम होची जदि लास्ट दुईटी संख्या ये जो लास्ट दुईटी अंक अच्छी लास्ट दुईटी अंक जदि 4 द्वारा विभाज्य ताहले संख्याटी 4 द्वारा विभाज्य। एबे आम पढ़ा 5 विभाज्यता नियम। देखंतु गोटे संख्या 5 द्वारा विभाज्य केते हेबो जदि तार एकक स्थान रे 0 किंबा 5 अच्छी एकक स्थान रे 0 किंबा 5 तो एकक स्थान रे जदि 0 किंबा 5 अच्छी तेबे संख्याटी 5 द्वारा विभाज्य। देखंतु आम गोटे संख्या ना 50 देखंतु एकक स्थान रे 0 अच्छी तो जेहेतु एकक स्थान रे 0 किंबा 5 अच्छी मुझे कहती एकक स्थान रे 0 किंबा 5 थी तो जेहेतु एकक स्थान रे 0 अच्छी तेबे संख्याटी 5 द्वारा विभाज्य। आम गोटे संख्या ना 58 ना ये संख्याटी 5 द्वारा विभाज्य हो कि नहीं देखो एक स्थान रे 0 नहीं कि 5 भी नहीं तो से ये संख्याटी 5 द्वारा विभाज्य हो नहीं। आ गोटे संख्या ना 65 देखो एकक स्थान रे 5 अच्छी जेहेतु एकक स्थान रे 5 अच्छी संख्याटी 5 द्वारा विभाज्य हो तो यहाँ हूँ 5 विभाज्यता नियम। नेक्स्ट आम पढ़ा 6 विभाज्यता नियम। 6
ବିଭାଜ୍ୟତା ନିୟମ। ଗୋଟିଏ ସଂଖ୍ୟା 6ରେ ବିଭାଜ୍ୟ କେତେ ହେବ? ଦେଖନ୍ତୁ, ଯଦି ଯଦି ସଂଖ୍ୟାଟି 2 ଓ 3 ଉଭୟ ଦ୍ୱାରା ବିଭାଜ୍ୟ, ତେବେ ସଂଖ୍ୟାଟି 6 ଦ୍ୱାରା ବିଭାଜ୍ୟ। ମାନେ ଯଦି ଗୋଟେ ସଂଖ୍ୟାଟି 2 ଦ୍ୱାରା ବିଭାଜ୍ୟ ଏବଂ 3 ଦ୍ୱାରା ବିଭାଜ୍ୟ, ତାହେଲେ ସଂଖ୍ୟାଟି 6 ଦ୍ୱାରା ବିଭାଜ୍ୟ ହେବ। ଦେଖନ୍ତୁ ଉଦାହରଣ ନେବା। ତ ଉଦାହରଣ ନେବା 18 ନେବା। ଦେଖନ୍ତୁ, ଏ ଯେଉଁ ସଂଖ୍ୟା ଅଛି 2 ଦ୍ୱାରା ବିଭାଜ୍ୟ ହେବ, କାହିଁକି? ଏକକ ସ୍ଥାନରୁ 8 ଅଛି। ଯେହେତୁ ଏକକ ସ୍ଥାନରୁ 8 ଅଛି, 2 ଦ୍ୱାରା ବିଭାଜ୍ୟ ହେବ। ଏବଂ 3 ଦ୍ୱାରା ବିଭାଜ୍ୟ ହେବ କି ନାହିଁ? ମୁଁ କହିଥିଲି ଯେ 2 ଦ୍ୱାରା ବିଭାଜ୍ୟ ପାଇଁ ନିୟମ ହେଉଛି ଯେ ପ୍ରଥମ ସ୍ଥାନରେ ଯଦି 0, 2, 4, 6 କିମ୍ବା 8 ଅଛି, ତେବେ ସଂଖ୍ୟାଟି 2 ଦ୍ୱାରା ବିଭାଜ୍ୟ। ତ ଯେହେତୁ ଏକକ ସ୍ଥାନରେ 8 ଅଛି, 2 ଦ୍ୱାରା ବିଭାଜ୍ୟ ହେବ। ଏବେ 3 ଦ୍ୱାରା ବିଭାଜ୍ୟ ପାଇଁ ନିୟମ ହେଉଛି ସଂଖ୍ୟା ଦୁଇଟିର ଯୋଗଫଳ ଯଦି 3 ଦ୍ୱାରା ବିଭାଜ୍ୟ, ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ। ମାନେ এই ଜାଗାରେ ସଂଖ୍ୟା କ'ଣ କ'ଣ ଅଛି? 8 ଆଉ 1। 8 ଆଉ 1କୁ ଯଦି ଆମେ ଯୋଗ କରିବା ତାହେଲେ ହେବ 9 ହେବ। ଏବଂ 9ଟା 3 ଦ୍ୱାରା ବିଭାଜ୍ୟ। ଯେହେତୁ 9ଟି 3 ଦ୍ୱାରା ବିଭାଜ୍ୟ, ସେଥିପାଇଁ ଏ ସଂଖ୍ୟା ବି 3 ଦ୍ୱାରା ବିଭାଜ୍ୟ ହେବ। ତ ଆଉ 6ର ବିଭାଜ୍ୟତା ନିୟମ କ'ଣ? ଯଦି ଗୋଟିଏ ସଂଖ୍ୟାଟି 2 ଦ୍ୱାରା ବିଭାଜ୍ୟ ଏବଂ 3 ଦ୍ୱାରା ବିଭାଜ୍ୟ, ଯଦି ଗୋଟିଏ ସଂଖ୍ୟା 2 ଦ୍ୱାରା ବିଭାଜ୍ୟ ହେଲା ଏବଂ 3 ଦ୍ୱାରା ବିଭାଜ୍ୟ ହେଲା, ତାକୁ କହିପାରିବା ଯେ ସଂଖ୍ୟାଟି 6 ଦ୍ୱାରା ବିଭାଜ୍ୟ। ମାନେ ଗୋଟିଏ ସଂଖ୍ୟା 6 ଦ୍ୱାରା ବିଭାଜ୍ୟ ସେତେବେଳେ ହେବ ଯେତେବେଳେ ସେ 2 ଦ୍ୱାରା ବିଭାଜ୍ୟ ହେବ ଏବଂ 3 ଦ୍ୱାରା ବିଭାଜ୍ୟ। ଯଦି ସଂଖ୍ୟାଟି 2 ଦ୍ୱାରା ବିଭାଜ୍ୟ ଏବଂ 3 ଦ୍ୱାରା ବିଭାଜ୍ୟ, ତେବେ ସଂଖ୍ୟାଟି 6 ଦ୍ୱାରା ମଧ୍ୟ ବିଭାଜ୍ୟ ହେବ। ଏଇଟା ହେଉଛି 6ର ବିଭାଜ୍ୟତା ନିୟମ। ଏବେ ଆମେ ପଢ଼ିବା 8 ଦ୍ୱାରା ବିଭାଜ୍ୟ ନିୟମ। 8ର ବିଭାଜ୍ୟତା ନିୟମ। ତ କେତେବେଳେ ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ହେବ? ତ ଆମେ 4ର ପଢ଼ିଥିଲା ଯେ ଲାଷ୍ଟ 2ଟି ଅଙ୍କ ଯଦି 4 ଦ୍ୱାରା ବିଭାଜ୍ୟ, ତେବେ ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ। ତ 8ର ନିୟମ କ'ଣ? 8ର ନିୟମ ହେଉଛି ଯଦି ଲାଷ୍ଟ 3ଟା ଅଙ୍କ, ମାନେ ଲାଷ୍ଟ 3ଟି ଅଙ୍କ 2, 4, 8, এই ଜାଗାରେ 2, 4, 8 ଅଛି। ତ ଏହି ଅଙ୍କ ମାନେ ଯଦି ଏହି ଯେଉଁ ସଂଖ୍ୟାଟା 2, 4, 8, ଏହା ଯଦି 8 ଦ୍ୱାରା ବିଭାଜ୍ୟ, ତେବେ କହିପାରିବା ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ। ଦେଖନ୍ତୁ এই ଯେଉଁ ସଂଖ୍ୟା ଅଛି 2, 4, 8 ଅଛି, ଲାଷ୍ଟ 3ଟି ଅଙ୍କ 2, 4, 8 ଅଛି। ଏହାକୁ ଆମେ 8 ଦ୍ୱାରା ଭାଗ କରିବା। 8 3 24, ଏ ଜାଗାରେ 8 କେ 8 ଶୂନ। ଦେଖନ୍ତୁ 8 ଦ୍ୱାରା ଭାଗ କଲେ ଭାଗ ଶେଷ 0 ଆସୁଛି। ମାନେ ଏହି ସଂଖ୍ୟାଟି 8 ଦ୍ୱାରା ପୂର୍ଣ୍ଣ ରୂପରେ ବିଭାଜ୍ୟ। ସେଥିପାଇଁ ଯଦି ଲାଷ୍ଟ 3ଟି ଅଙ୍କ ଯଦି 8 ଦ୍ୱାରା ବିଭାଜ୍ୟ, ତାହେଲେ କହିପାରିବା ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ। ତ 4ର ବିଭାଜ୍ୟତା ନିୟମ ହେଉଛି ଲାଷ୍ଟର 2ଟି ଅଙ୍କ ଯଦି 4 ଦ୍ୱାରା ବିଭାଜ୍ୟ, ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ। ଓ 8ର ନିୟମ କ'ଣ? 8ର ନିୟମ ହେଉଛି ଲାଷ୍ଟ 3ଟି ଅଙ୍କ ଯଦି 8 ଦ୍ୱାରା ବିଭାଜ୍ୟ, ଏ ଜାଗାରେ ଲାଷ୍ଟ 3ଟି ଅଙ୍କ ହେଉଛି 2, 4, 8। ଯଦି 2, 4, 8 ଯଦି 8 ଦ୍ୱାରା ବିଭାଜ୍ୟ, ତାହେଲେ କହିପାରିବା ସଂଖ୍ୟାଟି এই ଯେଉଁ ସଂଖ୍ୟାଟା, এই ଯେଉଁ ଟୋଟାଲ ସଂଖ୍ୟାଟା, ଏଇଟା 8 ଦ୍ୱାରା ବିଭାଜ୍ୟ। ତ ଗୋଟିଏ ସଂଖ୍ୟାର ଲାଷ୍ଟ 3ଟି ଅଙ୍କକୁ ଦେଖିବା ଆଉ ଚେକ୍ କରିବା ଯେ ସେଇଟା 8 ଦ୍ୱାରା ବିଭାଜ୍ୟ ହେଉଛି କି ନାହିଁ। ଯଦି ବିଭାଜ୍ୟ ହେବ, ତେବେ ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ। ନେକ୍ସଟ ଆମେ ପଢ଼ିବା 9 ଦ୍ୱାରା ବିଭାଜ୍ୟତା ନିୟମ। 9 ଦ୍ୱାରା ବିଭାଜ୍ୟତା ନିୟମ ଆଉ ଗୋଟେ ଏକ୍ଜାମ୍ପଲ୍ ନେଉ। 8 ଦ୍ୱାରା ବିଭାଜ୍ୟର ଆଉ ଗୋଟେ ଏକ୍ଜାମ୍ପଲ୍ ହେଉଛି, ଧରି ନିଆଯାଉ 2016 ଅଛି। ଏ 2016 ଯେଉଁ ଅଛି ସେଟା 8 ଦ୍ୱାରା ବିଭାଜ୍ୟ ହେବ କି ନାହିଁ କେମିତି ଜାଣିବା? ଦେଖନ୍ତୁ ଲାଷ୍ଟ 3ଟା ସଂଖ୍ୟା ନେବ, ଲାଷ୍ଟ 3ଟା ଅଙ୍କ, ଲାଷ୍ଟ 3ଟା ଅଙ୍କ କ'ଣ? 16। ଏ 16 8 ଦ୍ୱାରା ବିଭାଜ୍ୟ କି? ଦେଖନ୍ତୁ 8 2 16, ଭାଗ ଶେଷ 0। ଯେହେତୁ ଲାଷ୍ଟ 3ଟି ସଂଖ୍ୟା 8 ଦ୍ୱାରା ବିଭାଜ୍ୟ, ତେବେ ଆମେ କହିପାରିବା ଯେଉଁ 2016 ଯେଉଁ ସଂଖ୍ୟା ଅଛି ଏଇଟା 8 ଦ୍ୱାରା ବିଭାଜ୍ୟ।
তো 2024 8 দ্ୱାରା ବିଭାଜ୍ୟ ହେବ। ଦେଖନ୍ତୁ 2024ରେ ଲାଷ୍ଟ ତିନିଟା ସଂଖ୍ୟା ହେଉଛି 26, ଏଇଟା 0 to 6 ମାନେ 26କୁ ଆମେ ଯଦି 8 ଦ୍ୱାରା ଭାଗ କରିବା 8 3 24, 6ରୁ 4 ଗଲା 2। ଦେଖନ୍ତୁ ଭାଗ ଶେଷ 2 ଆସୁଛି, ଭାଗ ଶେଷ 0 ଆସୁନି, ମାନେ 2024ଟାରେ ଯେଉଁ 26 ଅଛି 26ଟା 8 ଦ୍ୱାରା ବିଭାଜ୍ୟ ନୁହେଁ, ସେଥିପାଇଁ ଏହି ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ହେବ ନାହିଁ। ଠିକ୍ ସେହିପରି ଆମେ ଯଦି 2024 ନେବା, ଦେଖନ୍ତୁ ଲାଷ୍ଟ ତିନୋଟି ସଂଖ୍ୟା ମାନେ ଲାଷ୍ଟ ତିନୋଟି ଅଙ୍କ କ'ଣ 24। ଦେଖନ୍ତୁ 24 କ'ଣ 8 ଦ୍ୱାରା ବିଭାଜ୍ୟ? 8 3 24 ମାନେ 24ଟା 8ର ପଣିକିଆ ଖନ୍ଦାରେ ଅଛି ବା 8 ଦ୍ୱାରା ବିଭାଜ୍ୟ। ଯେହେତୁ 24ଟା 8 ଦ୍ୱାରା ବିଭାଜ୍ୟ, ସେଥିପାଇଁ 2024ଟା 8 ଦ୍ୱାରା ବିଭାଜ୍ୟ ହେବ। ତ 8ର ବିଭାଜ୍ୟତା ନିୟମ ହେଉଛି ଯଦି ଲାଷ୍ଟ ତିନୋଟି ଅଙ୍କ ଯଦି 8 ଦ୍ୱାରା ବିଭାଜ୍ୟ, ତେବେ ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ହେବ। ନେକ୍ସଟ ଆମେ ପଢ଼ିବା 9ର ବିଭାଜ୍ୟତା ନିୟମ। 9ର ବିଭାଜ୍ୟତା ନିୟମ କହୁଛି ଯେ ଆମେ ସଂଖ୍ୟାମାନଙ୍କୁ ଯୋଗ କରିବା, ଯୋଗ କଲା ପରେ ଯେଉଁ ସଂଖ୍ୟା ଉତ୍ପନ୍ନ ହେବ ସେଟା ଯଦି 9 ଦ୍ୱାରା ବିଭାଜ୍ୟ, ତେବେ ସଂଖ୍ୟାଟି 9 ଦ୍ୱାରା ବିଭାଜ୍ୟ। ଦେଖନ୍ତୁ ଏହିସବୁ ସଂଖ୍ୟାକୁ ଯୋଗ କରିବା, କ'ଣ ହେବ? 9 ଯୁଗ 9 ଯୁଗ 4 ଯୁଗ 7 ଯୁଗ 5 ଯୁଗ 2। ଏହିସବୁ ସଂଖ୍ୟାକୁ ଆମେ ଯଦି ଯୋଗ କରିବା ବୋଲେ କ'ଣ ହେବ? 9 9 18, 18 ଏବଂ 2 20, 20 ଆଉ 4 24, 24 ଆଉ 5 କେତେ? 24 ଆଉ 5 ହେଉଛି 29, 29 ଆଉ 7 ହେଉଛି 36। ଦେଖନ୍ତୁ ଏ 36 ଯେଉଁ ଅଙ୍କମାନଙ୍କୁ ଯୋଗ କରିଲେ 36 ଆସୁଛି। ଏବେ 36 9 ଦ୍ୱାରା ବିଭାଜ୍ୟ ହେବ କି ନାହିଁ? ଦେଖନ୍ତୁ 9ର ପଣିକିଆ ଖନ୍ଦାରେ 36 ଅଛି କି ନାହିଁ? 9 4 36 ମାନେ 9 4 36 ମାନେ 9ର ପଣିକିଆ ଖନ୍ଦାରେ 36 ଅଛି, ମାନେ ଏହି ସଂଖ୍ୟାଟି 9 ଦ୍ୱାରା ବିଭାଜ୍ୟ। ଯେହେତୁ ଏ ସଂଖ୍ୟାଟି 9 ଦ୍ୱାରା ବିଭାଜ୍ୟ, ସେଥିପାଇଁ এই যে সংখ্যাটা 9 দ্ୱାରା বিভাজ্য ହେବ। ତ ଗୋଟେ ସଂଖ୍ୟାଟି 9 ଦ୍ୱାରା କେତେବେଳେ ବିଭାଜ୍ୟ ହେବ? ଯେତେବେଳେ ତାର ଅଙ୍କମାନଙ୍କର ସମଷ୍ଟି, ଅଙ୍କମାନଙ୍କୁ ଆମେ ଯୋଗ କରିବା, ଯେତେ ଆସିବ ସେଟା ଯଦି 9 ଦ୍ୱାରା ବିଭାଜ୍ୟ, ତେବେ ସଂଖ୍ୟାଟି 9 ଦ୍ୱାରା ବିଭାଜ୍ୟ। ନେକ୍ସଟ ଆମେ ପଢ଼ିବା 11 ଦ୍ୱାରା ବିଭାଜ୍ୟତା ନିୟମ। 11 ଦ୍ୱାରା ବିଭାଜ୍ୟତା ନିୟମ କହୁଛି ଯେ ଆମେ କ'ଣ କରିବା ନା, ଦେଖନ୍ତୁ এই ଜାଗାରେ 1 2 1 ଅଛି, ତ এই ଜାଗାରେ ଆମେ କ'ଣ କରିବା? ଗୋଟେ ଛାଡ଼ି ଗୋଟେ ନମ୍ବର ନେବା। ଦେଖନ୍ତୁ 1 ଆଉ 1କୁ ନେବା, ଓକେ, ଗୋଟେ ଛାଡ଼ି ଗୋଟେ ଅଙ୍କ ନେବା ଏବଂ ତାକୁ ଯୋଗ କରିବା। 1 ଯୁଗ 1 କଲେ କେତେ ହେବ? 1 ଯୁଗ 1 କଲେ ହେବ 2, ଏବଂ କ'ଣ ଏଠି ଶେଷ ଅଛି? ଏଠି ଅଛି 2 ଅଛି, ହେଲା। 1କୁ 1 ସହିତ ଯୋଗ କରିବା ଏବଂ ଏ ସଂଖ୍ୟାକୁ ଲେଖିବା, ଓକେ। ଏବେ କ'ଣ କରିବା? ଏ ଯେଉଁ 2 ଆସିଲା ଏବଂ ଏ ଯେଉଁ 2 ଆସିଲା, 2ଟାକୁ ବିଯୋଗ କରିବା। 2 ବିଯୋଗ 2 କେତେ ହେବ? 0 ହେବ। ମାନେ ଏହାର ଯୁଗ୍ମ ସ୍ଥାନ ଏବଂ ଅଯୁଗ୍ମ ସ୍ଥାନକୁ ଯୋଗ କରି ତାକୁ ଆମେ ତାର ବିଯୋଗ ଫଳ ବାହାର କରିବା। ଯଦି ସେଟା 0 କିମ୍ବା 11 ହେଲା, 0 କିମ୍ବା 11 ଦ୍ୱାରା ବିଭାଜ୍ୟ, 0 କିମ୍ବା 11 ଦ୍ୱାରା ବିଭାଜ୍ୟ ହେଲେ ସଂଖ୍ୟାଟି 11 ଦ୍ୱାରା ବିଭାଜ୍ୟ। ଦେଖନ୍ତୁ ଟିକେ ବୁଝେଇ ଦେଉଛି, କାହିଁକି ଏଇଟା ଟିକେ ଡିଫିକଲ୍ଟ, 11 ଦ୍ୱାରା ବିଭାଜ୍ୟଟା ଟିକେ ଡିଫିକଲ୍ଟ। 1 3 3 1 ଆଉ ଗୋଟେ ଏକ୍ଜାମ୍ପଲ୍ ଆମେ ନେଇଛୁ। ଦେଖନ୍ତୁ ଆମେ କ'ଣ କରିବା? ଗୋଟେ ଛାଡ଼ି ଗୋଟେ ସଂଖ୍ୟାକୁ ଆମେ ଯୋଗ କରିବା। ଗୋଟେ ଛାଡ଼ି ଗୋଟେ ସଂଖ୍ୟା ମାନେ 1କୁ 3 ସହିତ ଯୋଗ କରିବା ଏବଂ 1କୁ 3 ସହିତ ଯୋଗ କରିବା। 1କୁ 3 ସହିତ ଯୋଗ କଲେ କେତେ ହେବ? 4, ଆଉ 1କୁ 3 ସହିତ ଯୋଗ କଲେ କେତେ ହେବ? 4। ଦେଖନ୍ତୁ 1କୁ ଗୋଟେ ସଂଖ୍ୟା ଛାଡ଼ିକି ଯୋଗ କଲା ଏବଂ 1କୁ ଗୋଟେ ସଂଖ୍ୟା ଛାଡ଼ିକି ଯୋଗ କଲା, ଏବଂ ଯେଉଁ ସଂଖ୍ୟା ଆସିଲା ତାକୁ ଆମେ ବିଯୋଗ କରିବା। 4 ବିଯୋଗ 4 କେତେ ହେବ? 0। ତ ଯଦି ବିଯୋଗ ଫଳ 0 ଆସିଲା କିମ୍ବା ଯେଉଁ ସଂଖ୍ୟା ଆସିଲା সেটা যদি 11 দ্ୱାରା বিভাজ্য, তো ଆମେ କହିପାରିବା ସଂଖ୍ୟାଟି 11 ଦ୍ୱାରା ବିଭାଜ୍ୟ। ଆଉ କିଛି ଏକ୍ଜାମ୍ପଲ୍ ନେବାର, क्वेश्चन कराइला टाइम रे मु किसी एग्जांपल देवी। फास्ट एतिकी जानी तो यहाँ सब विभाजित नियम सब सरला। नेक्स्ट आम क्वेश्चन कराइला टाइम रे आम सब क्वेश्चन मान को सॉल्व करवा। एबे आम किसी क्वेश्चन करवा, ओके। तो फास्ट आमर क्वेश्चन दीजिए, जदि 5 1 2 5 यहाँ 5
1 2 5 ଆଉ ଷ୍ଟାର ଦେଇଛି। ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ, ତେବେ ଷ୍ଟାର ସ୍ଥାନରେ କେଉଁ ସଂଖ୍ୟାଟି ହେବ? ଦେଖନ୍ତୁ ଏହି ସଂଖ୍ୟାଟା 8 ଦ୍ୱାରା ବିଭାଜ୍ୟ, ତେବେ ଷ୍ଟାର ସ୍ଥାନରେ କେଉଁ ସଂଖ୍ୟାଟି ହେବ ବୋଲି କୁହାଯାଇଛି ହେଲା। ତ ଆମେ କ'ଣ କରିବା ନା 5 1 2 5 ଆଉ ଷ୍ଟାର ଲେଖିବା। ତ 8ର ବିଭାଜ୍ୟତା ନିୟମ ହେଉଛି ଯେ ଲାଷ୍ଟ ତିନିଟି ସଂଖ୍ୟା 8 ଦ୍ୱାରା ବିଭାଜ୍ୟ ହେବା ଦରକାର। ତ ଆମେ ଷ୍ଟାର ଜାଗାରେ କ'ଣ ଲେଖିଲେ ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ହେବ। ଦେଖନ୍ତୁ ଆମେ ଯଦି ଷ୍ଟାର ଜାଗାରେ 0 ନେବା ତ କ'ଣ ହେବ? ଏଇଟା 8 ଦ୍ୱାରା ବିଭାଜ୍ୟ ହେବ। 8 ଖଣ୍ଡରେ 25 ଅଛି ନାଇଁ, 8 3 24 ଅଛି। 5 ରୁ 4 ଗଲା 1, এই ଜାଗାରେ 0, ତ 8 କେ 8 ମାନେ 2। ଦେଖନ୍ତୁ ଭାଗ ଶେଷ 2 ଆସୁଛି, ମାନେ ଯଦି ଷ୍ଟାର ଜାଗାରେ ଆମେ 0 ନେବା ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ହେବ ନାହିଁ। ତ ଭାଗ ଶେଷ ଏବେ ଆମେ କ'ଣ କରିବା? ଷ୍ଟାର ଜାଗାରେ 6 ନେବା। ଷ୍ଟାର ଜାଗାରେ ଆମେ 6 ଯଦି ନେବା, ଦେଖନ୍ତୁ এটা କ'ଣ ହେଇଯିବ? 2 5 6 ହେଇଯିବ। ଓକେ, ତ ଗୋଟେ ସଂଖ୍ୟା 8 ଦ୍ୱାରା କେତେବେଳେ ବିଭାଜ୍ୟ ହୁଏ? ତାର ଲାଷ୍ଟ ତିନୋଟି ସଂଖ୍ୟା 8 ଦ୍ୱାରା ବିଭାଜ୍ୟ ହେବା ଦରକାର। ତ ଯେହେତୁ ଆମେ ଷ୍ଟାର ଜାଗାରେ 6 ନେଇଛୁ, ଏହାକୁ ଆମେ 8 ଦ୍ୱାରା ବିଭାଜ୍ୟ କରିବା। 8 ଦ୍ୱାରା ହରଣ କଲେ କ'ଣ ହେବ? 8 3 24, 5 ରୁ 4 ଗଲା 1, ଏଠି ହେଉଛି 6, 8 2 16। ଦେଖନ୍ତୁ ଭାଗ ଶେଷ 0 ଆସିଲା, ମାନେ এই সংখ্যাটি 8 দ্ୱାରା বিভাজ্য। তো ষ্টার জায়গায় আমি কোণ নেলা 6, ষ্টার জায়গায় আমি কোণ নেলা 6, তো ষ্টার জায়গায় আমি যদি 6 নেবা সংখ্যাটি 8 দ্ୱାରା বিভাজ্য ହେବ। তো ষ্টারର মূল্য কেতে ହେବ? 6 ହେବ। নেক্সট কোশ্চেন আমি করিবা ଏହା কাহা দ্ୱାରା বিভাজ্য ହେବ ବୋଲି কইছি। দেখন্তু এইটা 2 দ্ୱାରା বিভাজ্য ହେବ কি নাই? ମୁଁ কইতিলি যে সংখ্যার শেষরে মানে প্রথম একক স্থান যদি 2 4 6 8 কিংবা 0 থাকে সংখ্যাটি 2 দ্ୱାରା বিভাজ্য। যেহেতু একক স্থানরে 6 ଅଛି ସେଥିପାଇଁ এটা 2 দ্ୱାରା বিভাজ্য ହେବ, 2 দ্ୱାରା বিভাজ্য ହେବ। তারপরে দেখিবা 3 দ্ୱାରା বিভাজ্য ହେବ কি নাই দেখিবা। 3 দ্ୱାରା ପାଇଁ କ'ଣ କରିବା? ସବୁ ସଂଖ୍ୟାକୁ ଅଙ୍କକୁ ଯୋଗ କରିବା। ଅଙ୍କକୁ ଯୋଗ କଲେ କ'ଣ ହେବ? 2 + 4 + 9 + 6 + 3 + 6 କେତେ ହେବ? ଯୋଗ କଲେ 6 6 12 12 3 15 15 16 17 17 ଆଉ 3 21 21 ଆଉ ଯୁଗ 9 କେତେ କଲେ କେତେ ହେବ? 30। ଏସବୁ ସଂଖ୍ୟାକୁ ଯୋଗ କଲେ କେତେ ହେବ? 30 ହେବ। 30 ହେଉଛି 3 ଦ୍ୱାରା ବିଭାଜ୍ୟ, ସେଥିପାଇଁ ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ ହେବ। ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ ହେବ। ଆଉ ଯେହେତୁ ସଂଖ୍ୟାଟି 2 ଦ୍ୱାରା ବିଭାଜ୍ୟ 3 ଦ୍ୱାରା ବିଭାଜ୍ୟ, ତ ମୁଁ କହିଥିଲି ଯେତେବେଳେ ସଂଖ୍ୟାଟି 2 ଦ୍ୱାରା ବିଭାଜ୍ୟ ଏବଂ 3 ଦ୍ୱାରା ବିଭାଜ୍ୟ, ତ সেই ସଂଖ୍ୟାଟି 6 ଦ୍ୱାରା ମଧ୍ୟ ବିଭାଜ୍ୟ ହେବ। ତ 6 ଦ୍ୱାରା ବି ବିଭାଜ୍ୟ ହେବ। ତ ଏହି କ୍ୱେଶ୍ଚନର ଆନ୍ସର ହେଇଯିବ 2 3 6। 2 3 6 ସଂଖ୍ୟା ଦ୍ୱାରା ଏହି ସଂଖ୍ୟାଟି ବିଭାଜ୍ୟ ହେବ। 3 নম্বর क्वेश्चन दीजिए। 3 নম্বর क्वेश्चन कौन दीजिए? 3 নম্বর क्वेश्चन दीजिए যদি ଏହି ସଂଖ୍ୟା 10 ଦ୍ୱାରା ବିଭାଜ୍ୟ ତେବେ ଷ୍ଟାର ସ୍ଥାନରେ କେତେ ହେବ? ଦେଖନ୍ତୁ 10ର ବିଭାଜ୍ୟତା ନିୟମ ମୁଁ କହିନି, କିନ୍ତୁ 10ର ବିଭାଜ୍ୟତା ନିୟମ ହେଉଛି ଯେ ଯଦି ଏକକ ସ୍ଥାନରେ 0 ଥିଲେ ସଂଖ୍ୟାଟି 10 ଦ୍ୱାରା ବିଭାଜ୍ୟ। যদি দেখন্তু এই জায়গায় 50ର একক স্থাନରେ 0 ଅଛି, 10ର একক স্থাନରେ 0 ଅଛି, 100ର একক স্থাନରେ 0 ଅଛି। তো যাହାର একক স্থাନରେ 0 ଥିବ ତାହା 10 ଦ୍ୱାରା ବିଭାଜ୍ୟ ହେବ। তো এই জায়গায় ষ্টার জায়গায় কোণ ହେବ? না দেখন্তু একক স্থাନରେ 0 ରହିବା କଥା, ସେଥିପାଇଁ ষ্টার জায়গায় কোণ ହେବ? 0 ହେବ। তো ষ্টারର মূল্য যদি 0 ହେବ ତେବେ ଯାକି ସଂଖ୍ୟାଟି 10 ଦ୍ୱାରା ବିଭାଜ୍ୟ ହେବ। তো এইটা ହେଉଛି ନେକ୍ସଟ ଆମେ କିଛି ଆଉ क्वेश्चन କରିବା।